ଶତ୍ରୁଘ୍ନ ପଣ୍ଡା 75 କ୍ୱିଣ୍ଟାଲ ଧାନ ଦେଇଛି ତାକୁ ଲ୍ୟାପ୍ସ କରିଛନ୍ତି। ଆଉ ସାର ବାଲା ମାଗୁଛି ପଇସା, ଗାଡି ବାଲା ମାଗୁଛି ପଇସା, ଧାନ ବାଲା ମେସିନରେ ଧାନ କାଟିକି ମାଗୁଛନ୍ତି ପଇସା। ମୁଁ କଣ କରିବି ବୋଲି ଆମ ମୁଣ୍ଡ କିଛି କାମ କରୁନି। ବିଷ ସାର ପକେଇକି ପୁରା ଦିହ ଯାଏ ମୋର ବିଷ ହେଇଗଲାଣି। ଆଉ ମୁଣ୍ଡ କାମ କରୁନି, କୌଣସି ମୁଁ ଆଉ କିଛି କରିପାରିବିନି। ଆଉ ତେଣୁ ମୋ ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଆତ୍ମହତ୍ୟା କରିଦେବି। ଆଉ ମୋ ନାଁ ହେଉଛି ମନୋରଞ୍ଜନ ନାୟକ, କୋରେଇ ଓଜେସିର ଯୁବ ନେତା। ଯଦି ମୁଁ ଆଜି ପ୍ରମାଣ ଦେଇଦି ଏଆରସି ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି, ଫାଷ୍ଟ ଏଆରସିସି ସସ୍ପେଣ୍ଡ କରନ୍ତୁ। ଏଆରସିସି କିଏ ସେ? ମୁଁ ଡାଇରେକ୍ଟ କହୁଛି ଏଆରସିସି କଲେକ୍ଟର ଏଥିରେ ସମ୍ପୃକ୍ତ ଅଛନ୍ତି। ଏଆରସିସି ଦଉଛି ଏଇ ଯୋଉ ଏଆରସିସି ଇନକ୍ୱାରି ଆସିଛି, 100 ଟଙ୍କା ଲେଖା କୁଇଣ୍ଟାଲ ନଉଛି। ପ୍ରମାଣ ନେବେ କି? ରେକର୍ଡିଂ ନେବେ କି? ଜାଗୁଳେଇ ଗଢିଆ ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଚାଷୀ ଆଣିଥିବା ଅଭିଯୋଗ ଉପରେ ତଦନ୍ତ। କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଜାଗୁଳେଇ ଗଢିଆ ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଚାଷୀ ଆଣିଥିବା ଅଭିଯୋଗ ମୁତାବକ ସମିତିର ଚାଷୀ ଶତ୍ରୁଘ୍ନ ପଣ୍ଡା ଓ ତାଙ୍କ ପୁଅକୁ ଧାନ ଟୋକନ କେନ୍ଦ୍ର କରି ସେବା ସମବାୟ ଜରିଆରେ ବିକ୍ରୟ କରିବା ପାଇଁ ସମ୍ପାଦକ ହଇରାଣ କରୁଥିବା ଅଭିଯୋଗ କରୁଛନ୍ତି। ସମ୍ପାଦକ ଧାନ କିଣାକୁ ନେଇ ଚାଷୀମାନଙ୍କୁ ନାନାଦି ପ୍ରକାର ହଇରାଣ କରୁଥିବା ଅଭିଯୋଗ ହେଉଛି। ସେହିପରି ଚାଷୀ ଶ୍ରୀ ପଣ୍ଡାଙ୍କ ନାମରେ 1 ଲକ୍ଷ ଟଙ୍କା ଋଣ ଥିଲା ବେଳେ ତାହା ସମ୍ପାଦକ କିଛି ନ ଜଣେଇ 1,60,000 କେମିତି କଲେ, ଏନେଇ ଚାଷୀ ପରିବାରରୁ ଦେଇଛନ୍ତି ଧମକ। ଏହାସହ ରବି ଧାନ ଟୋକନର ଉଚିତ ଧାନ ଦେଇପାରୁ ନଥିବାରୁ ଅଭିଯୋଗ ହେଉଛି। ଏପରି ସ୍ଥଳେ ସରକାରୀ ସ୍ତରରେ ଦାୟିତ୍ୱ ବହନ କରିଥିବା ସମିତିର ସମ୍ପାଦକ ନାମରେ ଅର୍ଥ ଚଳୁ କରୁଥିବା ନେଇ ତାଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଚାଷୀ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ନ୍ୟାୟ ପାଇଁ ଅଭିଯୋଗ କରିଥିଲେ। ଆଜି ଏଆରସିଏସ୍ ଅଧିକାରୀ ଜାଗୁଳେଇ ଗଢିଆ ସମବାୟ ସମିତିର ଅଭିଯୋଗ ଅନୁଯାୟୀ ତଦନ୍ତ କରିଥିଲେ, କିନ୍ତୁ ତଦନ୍ତ ଆଗରୁ ସମ୍ପାଦକ ସୁଗାର ବଢିଯାଇଛି ଏକ ଲିଖିତ ଛୁଟି ନିବେଦନ ପତ୍ର ସମିତିର ସଭାପତିଙ୍କୁ ଦେଇ ଉପସ୍ଥିତ ନଥିଲା ବେଳେ ଚାଷୀଙ୍କ ଉତ୍ତେଜନା ତଦନ୍ତ ବେଳେ ଦେଖିବାକୁ ମିଳିଥିଲା ଓ ଚାଷୀମାନେ ଦାବି କରିଛନ୍ତି ଆଜି ତଦନ୍ତରେ କୌଣସି ପ୍ରକାରର ସନ୍ତୁଷ୍ଟି ନୁହେଁ। ଆଉ ଥରେ ସମ୍ପାଦକଙ୍କ ଉପସ୍ଥିତିରେ ତଦନ୍ତ କରାଯାଉ ବୋଲି କହିଛନ୍ତି ଓ ଉଚ୍ଚସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ତଦନ୍ତ ପାଇଁ ଦାବି କରିଛନ୍ତି। ଆଗକୁ ଦେଖିବା ଦୋଷୀମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ କରାଯିବ। ଚାଷୀମାନଙ୍କୁ ନ୍ୟାୟ ଦେବେ ଚାଷୀଙ୍କ ରହିଛି ନଜର। ଯାଜପୁରରୁ ଜିତୁ ବେହେରାଙ୍କ ରିପୋର୍ଟ, ନ୍ୟୁଜ୍ 19 ଓଡ଼ିଶା। नमस्कार आज्ञा, मो ना बापिना पंडा, जागुले गड़िया सेवा समवाय समितिर मो बापा जन चाषी अटंती। किंतु माने एपर्यंत किसी सक्सेसफुल माने ऑफिसर तरफ एक्शन निया जाई पारुने। कहीं ना आपन को अवगत करूँ जे मु सीएम ग्रीवेंस को जाइथिली, गला पर सेठु आसीछि जे एटी इनक्वारी करिया पई जिल्लापाल अभियोग शुणाणी भी मध्य जाइथिली, इनक्वारी करिया पई आसिला, किंतु आज पर्यंत इनक्वारी होनथला, गोटे मास बीती गलानी। ता भितरे चंचकता सहित माने सेक्रेटरी माने जे आक्रमण करथिले मते सी फेरार आउ माने एटी कोन कहले सरकार कहउछन जे कोन हमें चासी की संपूर्ण सहयोग करछु, आउ आवश्यक अनुसार जे जो चासी जेति की पकेदिला समस्त को टारगेट दिया जाउ सब सोसाइटी मानन को। किंतु एमाने कहउछन जे टारगेट शॉर्टेज माने कोडी शॉर्टेज कोन पे शॉर्टेज माने ये माने निज निज भितरे सलासूत्रा है कि सरकार को बदनाम करिया पई आंकर प्रयास, माने जार 5 क्विंटल भी रहउची ता नारे चढुची 20 क्विंटल एमिति भी होउची आज्ञा। आ द्वितीय कथा कौन कहबी, ये इनक्वारी आसुची उपरस्थ अधिकारी आसुचंदी, ये किंतु सेक्रेटरी बाबू छुट्टी रहउचंदी, माने तांको अलर्ट कला परे भी से माने आसुनांदी, माने उपरस्थ अधिकारी को भी तांकर खातिर नाही, जहा द्वारा कि हमें जानि परछु। आ जो इनक्वारी होउची एतरे ता माने हमें कोन सैटिस्फाइड आगु को भी हबु, हमें सेटा आगामी दिन रे जणा पड़िबो। किछि त मिलु नै वर्तमान सुधा हमें इनक्वारी रो किछि हमें सॉल्यूशन पाई परबो। आ मोर 75 क्विंटल जाईची, आ आगामी दिन रे मु प्रतिवाद करियो, मते मरणांतक आक्रमण भी विगत दिन रे हेची, आ आगु भी मो जीवन प्रति विपद भी अछि। तेणुकरी कौन कह मो माने मो चाष करी मो चाष हताश आ चाष भी आम करूँ ना आज्ञा। सरकार को नमस्कार करूँ, आउ सोसाइटी की भी आगे नमस्कार करूँ, ये चाष करूँ ना कि सोसाइटी को आसू आमर केते कौन लोन होती कौन ना आम जानी 1 लाख टका तलक अच्छी, कि अति चंचकता सहित से केमी करके 160 कि 70 कले आज्ञा। मोर एमती मुझे प्रतिवाद कर जिनसा धरवर मत मरणांतक आक्रमण होती। आगामी दिन में जदि समस्त चाषी मान बही भी रखुच्च सोसाइटी ऑफिस रे, सोसाइटी ऑफिस रखुच्च कहार केते कौन चढ़ुव ठीक ठिकाना भी ना। तेणुक या गोटे उच्चस्तरीय तदंत हो, विजिलेंस अदरवाइज सीबीआई इनक्वारी हो,
ଆଉ ଯୋଉ ଦୋଷୀ କରିଛନ୍ତି ଯୋଉମାନେ ଦୋଷୀ ଅଛନ୍ତି ସେମାନଙ୍କୁ ଉଚିତ ଶାସ୍ତି ଦିଆଯାଉ। ମୋ ନାଁ ଶ୍ରୀ ଲକ୍ଷ୍ମୀଧର ସ୍ୱାଇଁ, ପୂର୍ବତନ ସଭାପତି ଥିଲି ଜାଗୁଳିବେଡ଼ା ସେବା ସମିତି। ମୁଁ ସେଠି ଉପସ୍ଥିତ ଥିଲି ଏବଂ ସେ ଜାଗାରେ ଯାହା ଦେଖିଲି, ପୂର୍ବରୁ ତ ଆଜ୍ଞା ମୁଁ ସଭାପତି ଥିଲି, ମୁଁ ସଭାପତି ସମୟ ସେ ପିରିୟଡରେ ସୁଚାରୁ ରୂପେ ଦାୟିତ୍ୱ ତୁଲେଇଥିଲି। କିନ୍ତୁ ଆଜି ଯାହା ବୈଠକରେ ଦେଖିଲି, ବର୍ତ୍ତମାନ ଯୋଉ ସଭାପତି ଅଛନ୍ତି ସେ ତାଙ୍କର ଦାୟିତ୍ୱ ଠିକ ତୁଲେଇ ପାରି ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ତାଙ୍କ ବୋର୍ଡଟାକୁ ଡିଜଲ୍ଭ କରାଯାଉ। ମୁଁ ନିଜେ ଆଜ୍ଞା ଉପସ୍ଥିତି ମୁଁ ନିଜେ ଆଜ୍ଞା ଡିଫଲ୍ଟର ଅଛି, ମୋ ଲୋନକୁ ସେଠି ପିଟି କରାଗଲା ନାହିଁ ଏବଂ ଏପର୍ଯ୍ୟନ୍ତ 4 ବର୍ଷ ହେଲା ମୁଁ ଆଜ୍ଞା ଧାନ ଗଟେ ପକେଇ ପାରୁନାହିଁ। ମାନେ ଲୋକଙ୍କୁ ମାରଧର କରୁଛନ୍ତି, ନିଜର ଘର ସମ୍ପତ୍ତି ବୋଲି ଭାବିକି ସେ ନୁଚି ବୁଲୁଛନ୍ତି। ଆଜି ଉପସ୍ଥିତ ରହିଲାନି, ସେଇଭଳି ସମ୍ପାଦକ ଆଜି ମାନେ ଏଠୁ ବହିଷ୍କାର କରାଯାଉ। ମୋର ବୀରକିଶୋର ଦାସ, ଜାଗୁଳିବେଡ଼ା ସେବା ସମିତିର ଅଧୀନସ୍ଥ ମୁଁ ଜଣେ ଚାଷୀ। ତଦନ୍ତ ଅଫିସର ଇନକମ୍ ଅଫିସର ଏଆରସିଏସ୍ ଯାଜପୁର ଏ ବାଟବଣା କରିବାକୁ ଲାଗିଛନ୍ତି। କାରଣ ଏଇଟା ଆମର ମୁଖ୍ୟମନ୍ତ୍ରୀ ଜନଶୁଣାଣି ଅଭିଯୋଗକୁ ଆଧାର କରି 18 ତାରିଖ ଦିନ ଏଡିଏମ୍ ଇନଷ୍ଟ୍ରକ୍ସନ ଦେଇଥିଲେ ୱିଦିନ୍ 7 days ଏମାନେ ଇନକ୍ୱାରି କରିକି ଇନକ୍ୱାରି ରିପୋର୍ଟଟା ଏଡିଏମ୍ କୁ ଦେବା କଥା। ସେ ନୋଟିଫିକେସନ ସମ୍ପାଦକ ପାଇଲା ପରେ ଆଜି ହଠାତ୍ 22 ତାରିଖ ଆଜି ତଦନ୍ତ ଦିନ ହଠାତ୍ ଜଣେ ସିଏ ନ ଆସି ଅନ୍ୟ କାହା ହାତରେ ଜଣେ ଆପ୍ଲିକେସନ ଛୁଟି ଦରଖାସ୍ତ ଦେଲେ ଏବଂ ଇଏ ଛୁଟି ଦରଖାସ୍ତ ଗ୍ରହଣ କରି କେମିତି ତଦନ୍ତ କଲେ, ଗୋଟେ ଆଶ୍ଚର୍ଯ୍ୟର ଜିନିଷ। ୱିଦାଉଟ୍ ସେକ୍ରେଟାରୀ ହାଉ ଇଟ୍ ଇଜ ପସିବଲ? ଇଟ୍ ଇଜ ନଟ୍ ପସିବଲ ୱିଦାଉଟ୍ ସେକ୍ରେଟାରୀ। ଇନକ୍ୱାରି ଇଜ ନଟ୍ ପସିବଲ। ଇନକ୍ୱାରି ଅଫିସର କେମିତି ଗ୍ରହଣ କଲେ ଏବଂ କାହିଁକି ମାନେ କରୁଛନ୍ତି? ଏ ଖାଲି ତଦନ୍ତକୁ ବାଟବଣା କରିବା କଥା। ଆମେ ଚିନ୍ତା କରୁଛୁ ପୁନର୍ବାର ତଦନ୍ତ କରାଯାଉ। ହଁ, with the present secretary এটা নিজের পৈতৃক সম্পত্তি। মানে এটি ডাইরেক্টর নিজ মনে মনে, প্রেসিডেন্ট নিজ মনে মনে, নিজ বন্ধু বান্ধব রହୁଛନ୍ତି। ডাইরেক্টর ঘরে বসিকি স্থির କରିଦେବେ 15 জন ডাইরেক্টর ଆକୁ ପ୍ରେସିଡେଣ୍ଟ କରିଦେବା। ଏଠି କେହି ଆସିପାରିବେ ନାହିଁ, ଆସିଲେ କେସ୍ ଖାଇବେ ନହେଲେ ମାଡ଼ ଖାଇବେ। ତେଣୁ ଘରେ ଏଠି କେହି ସ୍ୱରୋତ୍ତୋଳନ କରିବେ ନାହିଁ। କଣ ଫର ଏକ୍ସାମ୍ପଲ ବାପିନା ପଣ୍ଡା ସ୍ୱରୋତ୍ତୋଳନ କଲା, ଆଜି ଆକ୍ରମଣ ଶିକାର ହେଇଛି। ତେଣୁ ଏଠି କାହିଁକି ଆସିବ? ବହୁତ ଚାଷୀ ଅନ୍ୟ ସୋସାଇଟି ଅଣ୍ଡରରେ ବି ଧାନ ପକାଉଛନ୍ତି, ଏଠିକି ଆସୁନାହାନ୍ତି। ଇଏ ଗଲା ଜୈନିକ ସମ୍ପାଦକ ପ୍ରଦୀପ କୁମାର ଜେନା, ତାଙ୍କ ମା ପ୍ରେସିଡେଣ୍ଟ ଥିଲାବେଳେ ବେନିୟମ ଭାବରେ କୋଉ ଦିନ ଆପଏଣ୍ଟମେଣ୍ଟ ପାଇଲେ ଆମେ ବିଲକୁଲ ଚାଷୀମାନେ ମାନେ ତାର କେମିତି କଣ ଆପଏଣ୍ଟମେଣ୍ଟ ହେଲା ଆମେ କିଛି ଜାଣିନାହୁଁ। ଏବେ ଡାଟା ଅପରେଟର ଆପଏଣ୍ଟମେଣ୍ଟ ହେଲେ ଚାଷୀମାନେ ଜାଣିନାହାନ୍ତି। ଡାଇରେକ୍ଟର ବୋର୍ଡ ଜେନେରାଲ ବଡି ମିଟିଂ ଡକାଯାଉ ନାହିଁ। ଏଠି ପିଏନ ଆପଏଣ୍ଟମେଣ୍ଟ ହେଇଛନ୍ତି, ଆମେ କେହି ଜାଣିନୁ। कोई दिन डेट नोटिफिकेशन है अपॉइंटमेंट डेट किए आप्लिकांट थे केमी बछा है टोटाली चाषी मान अंधारे रखा चाषी मैंने आम एकजुट हो 29 तारीख दिन कोरी ब्लॉक जनशुणा बर्तमान पर्यंत किसी पदक्षेप निना बोर्ड डिजल्व as soon as possible करा संपादकों विहित कार्यानुष्ठान ग्रहण करा